ନମସ୍କାର, ଜୟ ଜଗନ୍ନାଥ। ଏଭଳି କି ପିଲାମାନେ ଓଏସ୍ଏସସି ଫର୍ମ ଆପ୍ଲାଏ ବେଳେ ବହୁତ ପ୍ରୋବ୍ଲେମ୍ ଫେସ୍ କରୁଥିଲେ, ଯେମିତିକି ସାଇଟ୍ ଟୋଟାଲି ଖୋଲୁନଥିଲା ବହୁତ ଦିନ ହେଲାଣି। ତ ପିଲା ବହୁତ ଟେନସନ୍ରେ ଥିଲେ ଯେ ଡେଟ୍ ଏକ୍ସଟେଣ୍ଡ ହେବ ନା ନାହିଁ, ଫର୍ମ ଆପ୍ଲାଏ କରିପାରିବେ ନା ନାହିଁ। ତ ଫାଇନାଲି ଆଜି ନୋଟିଫିକେସନ୍ ଆସିଯାଇଛି ଯେ ସିଜିଏଲ୍ର ଆମର ଯେଉଁ ଡେଟ୍ଟା ଥିଲା, ରେଜିଷ୍ଟ୍ରେସନ୍ ଡେଟ୍ ପ୍ରିଭିୟସଲି କେତେ ଥିଲା, 18/1/2026 ଥିଲା, ଯେଉଁଟାକି ଏକ୍ସଟେଣ୍ଡ ହେଇକି 28/1/2026କୁ ଚେଞ୍ଜ ହେଇଯାଇଛି। ଫର୍ମ ଆପ୍ଲିକେସନ୍ର ଲାଷ୍ଟ ଡେଟ୍ କେତେ ଥିଲା, 21/1/2026, ଯେଉଁଟାକି ଚେଞ୍ଜ ହେଇକି କ'ଣ ହେଇଗଲା, 31/1/2026କୁ ଚେଞ୍ଜ ହେଇଯାଇଛି। ଠିକ୍ ଅଛି। ତ ଅବଭିୟସଲି ସେ 10 ଦିନ ଆମର ଏକ୍ସଟେଣ୍ଡ କରିଛନ୍ତି। ଏ ଯେଉଁ ପ୍ରୋବ୍ଲେମ୍ ଫେସ୍ ହେଉଥିଲା ଫର୍ମ ଆପ୍ଲାଏ ବେଳେ ସାଇଟ୍ ଖୋଲୁନଥିଲା, ତା ପାଇଁ ଗୋଟେ ଜିନିଷ ହେଉଛି ଏବେ ଦେଖିବାର ଅଛି ଯେ ଏବେ ଫର୍ମ ଆପ୍ଲାଏ ବେଳେ ସେଇ ସେମ୍ ପ୍ରୋବ୍ଲେମ୍ ହେଉଛି ନା ମାନେ ପିଲାମାନେ ଇଜିଲି ଫର୍ମ ଆପ୍ଲାଏ କରିପାରୁଛନ୍ତି, ସେଇଟା ବି ଦେଖିବାର ଅଛି। ଯଦି ଏଗେନ୍ ପୁଣି ପ୍ରୋବ୍ଲେମ୍ ହେବ, ପୁଣି ବି ଏକ୍ସଟେଣ୍ଡ ହେଇପାରେ। ବଟ୍ ଟ୍ରାଏ କରନ୍ତୁ ଫର୍ମ ଆପ୍ଲାଏ କରିବେ, ଆଉ ତା ସାଙ୍ଗରେ ବେଶୀ ଟେନସନ୍ ନ ନେଇକି କେମିତି ମାନେ ପଢ଼ା ପାଇଁ ଫୋକସ୍ କରିବେ, କେମିତି ଏକ୍ଜାମ୍ ପାଇଁ ପ୍ରିପେୟାର କରିବେ, ସେଇଟା ଧ୍ୟାନ ଦେବେ। ଠିକ୍ ଅଛି। ତ ମୁଁ ତ ଚେକ୍ କରୁଥିଲି, ସାଇଟ୍ ବି ପ୍ରାୟ ଖୋଲି ଯାଉଛି ଆରାମସେ। ତ ଦେଖିବେ ଯଦି ତ ଫର୍ମ ଆପ୍ଲାଏ ପାଇଁ ପୁରା ରସ୍ ନକରି ସୁଇଟେବୁଲ୍ ଟାଇମ୍ ଅନୁସାରେ ଫର୍ମ ଆପ୍ଲାଏ କରିଦେବେ। ତା ପୂର୍ବରୁ ପୁରା ଡିଟେଲ୍ ନୋଟିଫିକେସନ୍ଟାକୁ ଭଲସେ ଦେଖିଦିଅନ୍ତୁ, ପଢ଼ି ଦିଅନ୍ତୁ। ପୋଷ୍ଟ ପ୍ରିଫରେନ୍ସ କ'ଣ ଦେବେ, ଡକୁମେଣ୍ଟ କ'ଣ ଦରକାର, ତ ସେଇ ଜିନିଷକୁ ପୁରା କ୍ଲିୟରଲି ବୁଝି ସାରିଲା ପରେ ଫର୍ମ ଆପ୍ଲାଏ କରିବା ପାଇଁ ଯାଆନ୍ତୁ। ଠିକ୍ ଅଛି। ଓଏସ୍ଏସସି ସିଜିଏଲ୍ ପାଇଁ ଆମେ ଅଲରେଡ଼ି ଗୋଟେ ବ୍ୟାଚ୍ ବି ଷ୍ଟାର୍ଟ କରିଦେଇଛୁ, ଯେଉଁଥିରେ କି ଆମର ପୁରା ସବଜେକ୍ଟ ରହୁଛି, ଯେମିତିକି ମ୍ୟାଥ୍, ଡିଆଇ, ରିଜନିଂ, ଜିକେ, କମ୍ପ୍ୟୁଟର, ସବୁ ସବଜେକ୍ଟ ପ୍ରାୟ ରହୁଛି। ପ୍ରିଲିମ୍ରେ ଯାହା ବି ଅଛି ସବୁ ସବଜେକ୍ଟ ରହିଛି। ତ ଆମର କ୍ରାକ୍ ଗଭର୍ଣ୍ଣମେଣ୍ଟ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିକି ତ ସେଇଟାକୁ ସବୁଗୁଡ଼ା MCQ ପ୍ରାୟ ଦେଖିପାରିବେ। କିଛି ଜିନିଷର ଆମେ ଡିଟେଲରେ ବି ଦେଉଛେ, ଆଉ କିଛି MCQ ଦେଉଛେ। ତ ଚ୍ୟାନେଲ୍ ସବସ୍କ୍ରାଇବ୍ କରିକି ଏଇଟାକୁ ଦେଖିପାରିବେ। ରହିଲି, ଜୟ ଜଗନ୍ନାଥ।